ନା ଭୀଷ୍ମ ସେଠୀ ଘର ଘର ରାଜନଗର। କଣ ହେଇଛି ଘଟଣା? ଘଟଣା ରବିବାର 30 ତାରିଖ ଦିନ ଘଟଣାଟା। ରବିବାର ଦିନ ବାପା ମୁଁ ଦୋକାନ ଆଗରେ ଥିଲି। ବାପା ଆସି ମୋତେ ପଚାରିଲେ ଯାଉନ ଦୋକାନ ସଉଦା ପାଇଁ। ମୁଁ କହିଲି ବାପା ଆପଣଙ୍କ କତିରେ ଚାବି ଅଛି, ଆଉ ଚାବି ଦଉନା ମୁଁ ସଉଦାଟା ନେଇ ଆସିବି। ନା ନା ମୋର ଟିକେ କାମ ଅଛି, ତୁ ଦୋକାନରେ ଥା, ଆଉ ମୁଁ ଆସିଲେ ସଉଦା ଆଣିବା। ସେଠୁ ମୁଁ ଦୋକାନରେ ଯାଇ ବସିଲି। ମୁଁ ବସିଲା ପ୍ରାୟ ଅଧଘଣ୍ଟା ପରେ ମୋର ଯେ ଦାଦା ହଳଧର ସେଠି ମୋତେ ପଚାରିଲେ ଆଉ ବାପାଙ୍କୁ ଫୋନ୍ କରୁନୁ, ଏତେବେଳ ହେଲାଣି ସଉଦା ଆସିବ। ମୁଁ ସେଠୁ ବାପାଙ୍କୁ ଫୋନ୍ କଲି। ବାପାଙ୍କୁ ଫୋନ୍ କଲା ପରେ ବାପା ମୋତେ କହିଲେ କି ଆଉ ମୋର ଟିକେ ଲେଟ୍ ହବ, ତୁ ସଉଦାଟା ନେଇ ଆଇତା। ମୁଁ ସଉଦା ନେଇ ଆସିଲା ପରେ ତାପରେ ଦୋକାନ ଫୋକାନ ବନ୍ଦ କଲି। ଦୋକାନ ଫୋକାନ ବନ୍ଦ କରି ଘରକୁ ଗଲାବେଳକୁ ବାପାଙ୍କ ନମ୍ବର ସୁଇଚ୍ ଅଫ୍ ଦେଖଉଛି। ସୁଇଚ୍ ଅଫ୍ ବୋଉକୁ ପଚାରିଲା ବେଳକୁ ବୋଉ କହିଲା କି ଆଉ ବାପା ତ ସନ୍ଧ୍ୟାବେଳୁ ଘରକୁ ଗଲେଣି ଖାଇକି, ଆଉ ତମ ସାଙ୍ଗରେ ଆସିବା କଥା କାହିଁ ଏପର୍ଯ୍ୟନ୍ତ ଆସିନାହାନ୍ତି। ଆଉ ତାଙ୍କ ସାଙ୍ଗସାଥିକି ଫୋନ୍ କଲୁ। ମୁଁ ତାଙ୍କ ସାଙ୍ଗସାଥି ସମସ୍ତଙ୍କୁ ଫୋନ୍ କଲା ପରେ ବି ସେମାନେ କହୁଛନ୍ତି କି ନା ଆମ ସାଙ୍ଗରେ ଆସିନି, କି ଆମେ ଜାଣିନୁ ଏ କଥା କଣ ହେଇଛି। ସେଇଠୁ ତାପରେ ବୋଉ କହିଲେ କି ଆଉ ବ୍ୟସ୍ତ ହନା, କୋଉଠି ବାହାଘରିଆ ଅଛି, ଭୋଜି ଫୋଜି ଖାଇବାକୁ ଯାଇଥିବେ କି ଅଲଗା ସାଙ୍ଗସାଥି ସହିତ, ବ୍ୟସ୍ତ ହନା, ତୁ ଶୁଅ। ଆସିବେ ବାପା ଲେଟ୍ରେ କହିଛନ୍ତି, ତତେ ଲେଟ୍ରେ ଆସିବେ ଟିକେ, ଆଉ ତୁ ଶୁଅ, ଆସିବେ ଆଉ। ତା ପରଦିନ ଠାରୁ ବାପାଙ୍କର କିଛି ପତା ମିଳୁନି, ଖୋଜ ଖବର କିଛି ବି ଗୋଟେ ଥାନାରେ ଅଭିଯୋଗ ହେଇଛି? ଥାନାରେ ଅଭିଯୋଗ ହେଇଛି ଆଜ୍ଞା। ମାନେ ଅଭିଯୋଗ କେତେ ଦିନ ଆସିଗଲାଣି? ଅଭିଯୋଗ ଆଜି ପ୍ରାୟ 6 ଦିନ ହେଇଯିବ ଆଜ୍ଞା। ଥାନା ଟ୍ରାକ୍ କରିଥିବ ନମ୍ବର ଫମ୍ବର କୋଉଠି? ଆଜ୍ଞା ନମ୍ବର ଟ୍ରାକ୍ ହେଇଛି, ଲାଷ୍ଟ ଲୋକେସନ ଦେଖୁଛି ଆଜ୍ଞା ତନ୍ତିଆପଳ ସର୍କଲ ଆଜ୍ଞା। ପ୍ରତ୍ୟେକ ସରକାର ବାପା ସେଠି ଯାଆନ୍ତି? ମୁଁ ପ୍ରାୟତଃ ଖବର ଆସୁଛି ବାପା ଯାଆନ୍ତି ବୋଲି। କେତେ ଦିନ ହେଲାଣି? କଣ ଲାଗୁଛି ବାପା କୋଉଠି ଥିବେ ନା କୋଉଠି ଅବସ୍ଥା ଥିବେ? ଆମେ ତ ଜାଣିନୁ, ଯାହା ପ୍ରଶାସନ ବୁଝୁଥିବ ଆମେ ସେଇଟା ଅନୁତାପ କରୁଛୁ। କାହା ସାଙ୍ଗରେ ବ୍ୟକ୍ତିଗତ ସତତା ଫତତା ଥିଲା କି? ସତତା ଥିଲା ବୋଲି ମତେ ଲାଗୁଛି କି ମାସେ ତଳେ ଗୋଟେ ଅଘଟଣ ହେଇଥିଲା। କଣ ଅଘଟଣ ହେଇଥିଲା କି ମାସେ ତଳେ ଆମେ ଏମିତି ଗୋଟେ ଘଟଣା ହେଇଥିଲା କି ବାପା ମତେ ବି ଏଇ ରାତି 8ଟା ଖଣ୍ଡେ ବେଳେ ମତେ କହି ଯାଇଥିଲେ କି ଗୋଟେ ସାଙ୍ଗର ଜନ୍ମଦିନ ଅଛି ବୋଲି ମତେ କହି ଯାଇଥିଲେ। ଏମିତି ସେଠୁ ଆମେ ଘରକୁ ଗଲୁ। ଘରୁ ଗଲା ପରେ ବାପାଙ୍କୁ ଫୋନ କଲୁ। ରାତି 8ଟା ଖଣ୍ଡେ ବେଳକୁ ମୋ କତିରୁ ଗଲେ। 8ଟା ଖଣ୍ଡେ ବେଳକୁ ଗଲା ପରେ ସେଠୁ ଜନ୍ମଦିନ କହିଗଲେ। ସେଠୁ ମୁଁ ତାଙ୍କୁ ଫୋନ କଲି 10ଟା ଖଣ୍ଡେ ବେଳେ, ଫୋନ ସୁଇଚ ଅଫ୍ ଦେଖେଇଲା। ସେଠୁ ମୁଁ ଦୋକାନ ଫୋକାନ ବନ୍ଦ କରିକି 10:30 11ଟା ବେଳେ ଘରକୁ ଗଲି। ବୋଉକୁ ପଚାରିଲି, ମୁଁ ବୋଉ ବାପା ଆସିନାହାନ୍ତି? ନା ଆସିନାହାନ୍ତି। ମୁଁ ବାପାଙ୍କୁ ଫୋନ ଫାନ କଲି, ବାପାଙ୍କର ଫୋନ ସୁଇଚ ଅଫ୍। ବାପାଙ୍କ ସାଙ୍ଗସାଥି ଫୋନ କଲେ, ସୁଇଚ ଅଫ୍। ତାପରେ ସେଠୁ ବୋଉ କହିଲେ ବ୍ୟସ୍ତ ହନା, କୋଉଠି ଯାଇଥିବେ ଆସିବେ ଆଉ। ସେଠୁ ଆମେ ଘରେ ଶୋଇଲୁ। ତାପରଦିନ ସକାଳୁକୁ ଆମେ ଖୋଜ ଖବର କଲା ବେଳକୁ ଆମର ଜଣେ ଗାଁର ଭାଇ ସେ ଯାଇଥିଲେ ମାଛ ପାଇଁ। ସେ ସବୁଠୁ କହିଲେ ଆରେ କଣ ହେଇଛି ତୁ ଏମିତି ବ୍ୟସ୍ତ ହଉଛୁ? ମୁଁ କହିଲି ବାପା କାଲି ରାତିଠୁ ଯାଇଛନ୍ତି, ଆଉ ଆସିନାହାନ୍ତି। ତ ବାପାର କଣ ଗାଡି ଚୋରି ହେଇଯାଇଛି, ତନ୍ତିଆପଳ ବଜାର ଉପରେ ଠିଆ ହେଇଛନ୍ତି, ଗାଡି ଖୋଜାଖୋଜି କରୁଛନ୍ତି। ଆମେ ଏ ଖବର ପାଇ ସାଙ୍ଗେ ସାଙ୍ଗେ ଗଲୁ ତନ୍ତିଆପଳ। ଗଲା ପରେ ଦେଖିଲା ବେଳକୁ ବାପା ଠିଆ ହେଇଛନ୍ତି, 10-15 ଜଣ ଘେରିଛନ୍ତି, ଆଉ ମୁରବିତ୍ର ଲୋକ ଠିଆ ହେଇକି ମାନେ ସେଇ ଗାଡି ବିଷୟରେ ଆଲୋଚନା ହଉଛନ୍ତି। ମୁଁ ସେଠି କଥା କହିବା ପୂର୍ବରୁ 2-3 ଜଣ ମୁରବୀ ମତେ ରୋକିଲେ। ବ୍ୟସ୍ତ ହନା, ସେ କଥା ହଉଛନ୍ତି ମୁରବୀ ଲୋକ, ତମ ଗାଡି ଆଉ ତୋ ବାପା ଅଛନ୍ତି, ବ୍ୟସ୍ତ ହନା, ତମ ଗାଡି ଅଛି, ତମ ଗାଡି ଆଣି ଦଉଛନ୍ତି। 2 ଜଣ ପିଲା ବହୁତ ଉତ୍ତ୍ୟକ୍ତ ହଉଥିଲେ ବାପା ସହ ଯୁକ୍ତି କରିବା, ମୁଁ ପହଞ୍ଚିଲା ପୂର୍ବରୁ ଯୁକ୍ତି କରୁଥିଲେ। ଆମେ ଯେମିତି ଗଲୁ, ସେ ସେଠୁ ଥମ୍ବି ଗଲେ। ସେଇ ଘଟଣାକୁ ନେଇ ବାପାଙ୍କର କିଛି ସମ୍ପୃକ୍ତ ଥାଇପାରେ କି? ମତେ ଅନୁମାନ ଲାଗୁଛି ସେଇ ଘଟଣା ନେଇ। ପୋଲିସ ତଦନ୍ତ ଚଲେଇଛି? ଆଜ୍ଞା। ତ୍ରିଲୋଚନ ସେଠୀ ଏ ଯୋଉ ହଜିଛନ୍ତି ଯେ ବଳରାମ ସେଠୀ, ତ ଆପଣଙ୍କର କଣ ହେଇଛି? ମୋର ସାନ ଭାଇ। ଯୋଉ ହଜିଥିବା ଘଟଣା ପଛରେ ଆଉ କିଛି ରହସ୍ୟ ଅଛି ନା କଣ ଚାଲି ଯାଇଛନ୍ତି? ରହସ୍ୟ ଯାହା ମତେ ଅନୁମାନ ଜଣା ପଡୁଛି, ସିଏ ବାରମ୍ବାର ସେ ଜାଗାକୁ ଯାଏ 8 ଦିନ 4 ଦିନ 5 ଦିନରେ। କୋଉ ଜାଗାକୁ? ତନ୍ତିଆପଳ ସେଇ କ୍ରିୟା କାଙ୍କଦିଆ ଏଇ ସାଇଡରେ, ଆଉ ବନ୍ଧ ପଡା, ଏଇ 4-5-7ଟା ମୌଜା ସେ ତାର ବୁଲାବୁଲି କରେ। ସେଠି ଧର୍ମ କରମ କରି ଗୋଟେ ସୂର୍ଯ୍ୟ ଘର, ତା ଘରକୁ ଭଲ ମଳିକି ବୋଲି
ତା ଘରକୁ ବି ମଧ୍ୟ ସେ ଯିବା ଆସିବା କରେ। କରିବା ଭିତରେ ରବିବାର ଦିନ କାହା ଘରକୁ ସେ କିଏ ସେ ବଲ୍ଲଭ ସେ ମଳିକି ଭଲ ମଳି ବଲ୍ଲଭ ତା ଘର ମଳିକି କୋଉଠି? ତାଙ୍କ ନା ତାଙ୍କର ବନ୍ଧାପଡ଼ା କୋଇଲପୁର, ସେ ବନ୍ଧାପଡ଼ାରେ ଯାଇ ସେ ରହିଛନ୍ତି। ତାଙ୍କ ଘରକୁ ସେ ପ୍ରାୟ ଯିବା ଆସିବା କରେ। କାଙ୍କଦିଆ ଭାଗିଆ ଘରକୁ ସେ ରଙ୍ଗଦିଆ ମିସ୍ତ୍ରୀ, ତା ଘରକୁ ମଧ୍ୟ ସେ ଯିବା ଆସିବା କରେ। ସେ ରଙ୍ଗ ଦେବା ଭିତରେ ତାର କ'ଣ ସମ୍ପର୍କ, ତାଙ୍କ ସହିତ ମଦ ପାଣି ବି ସେ ବ୍ୟବହାର କରିଛି। ଆଉ ସେ ଯୋଉ ଗାଡ଼ି ସମ୍ପର୍କ ନେଇ ଏ ଯୋଉ ଆନିଆ ବଲିଆ ଆଉ ଜଣେ ତା ନାଁଟା ମୁଁ ମନେ ଆସୁନି, ସେମାନେ ଗୋଟେ ମିଛ ଫଲ୍ସ କରି ଗାଡ଼ି ଭାଙ୍ଗିଛି। ବହୁତ ଦିନ ଆଗରୁ ସେ ଗାଡ଼ି ଭାଙ୍ଗିକିରି ପଡ଼ିଛି। ସେ ଯେତେବେଳେ ଗାଡ଼ି ଭାଙ୍ଗିବା କଥା କହନ୍ତି, ଇଏ ଯାଇ ଇଏ ଯେ ପିଲା ଗାଡ଼ି ଦେଖିଲେ ସେ ଗାଡ଼ି ବହୁତ ଦିନର ଭଙ୍ଗା। ତା ଗାଡ଼ି ଆଉ ଟଙ୍କା ଆଉ ଗୋଟେ ସୁନା 3000 ଟଙ୍କା ସୁନା ମୁଦି ତା ପାଖରୁ ସେ ଆଜି 25-30 ଦିନ ଭିତରେ ସେଟା ହରଣ ଚାଲୁଛି କରିଥିଲେ। ସେଇ ରାଗ ସମ୍ପର୍କରୁ ତାକୁ ସେ ଡକେଇଛନ୍ତି ରବିବାର ରାତି 7ଟା-8ଟା ଭିତରେ ତାକୁ ସେ ଡକେଇକି ନେଇକିରି ଯାଇଛନ୍ତି। ସେଇ ରବିବାର ଦିନ 30 ତାରିଖ ଯୋଉ 8ଟା 8:30 ରାତିରେ ସେଉଠୁ ନିଖୋଜ। ଆମେ ବହୁତ ପ୍ରାଣପଣ ଚେଷ୍ଟା କରି ଖୋଜି ପୋଲିସ ଆଶ୍ରୟ ନେଇଛୁ। ପୋଲିସ ତା ତଦନ୍ତ ବଜେଇ ରଖିଛି। ଆପଣଙ୍କୁ ଲାଗୁଛି ତାଙ୍କ ସହିତ କିଛି ଘଟଣା ଘଟିଥାଇ ପାରନ୍ତି? ଘଟି ଥାଇପାରେ ଯେ ଏଇ ଯୋଉ ସମ୍ପର୍କ ତାଙ୍କର ଯୋଉ ଘଟଣାଟା ଘଟିଛି, ଯୋଉ ମିଛ ଫଲ୍ସ ଗାଡ଼ି ଇଏ ନେଇକି ତା ଟଙ୍କା ଯୋଉ ମୁଦି ତା ଗାଡ଼ିକି ଯୋଉ ଛଡ଼େଇ ନେଇ, ସେଥିପାଇଁ ଆପଣ ସନ୍ଦେହ କରୁଛନ୍ତି? ସେଇପାଇଁ ଆମେ ତାଙ୍କୁ ସନ୍ଧ୍ୟାରେ ରଖିଛୁ। ଆଉ କାଲି ଗୋଟେ ଯୋଉ ନ୍ୟୁଜ ପାଇଲୁ ଯେ ମୁନିଆ ବୋଲି ଗୋଟେ ପିଲା, ତାକୁ ପୋଲିସ ତା ଘର ଯେତେବେଳେ ସନ୍ଦେହ କରିଥିଲେ କେତେ ତାରିଖରେ 2 ତାରିଖରେ ଆଉ ଗୋଟେ ପିଲା ତାକୁ କହିବାକୁ ଯେ ମୁନିଆ ତୁ ପୋଲିସ ତୋ ଘର ସନ୍ଦେହ କରିଛି। ସେ ଯୋଉ ନ୍ୟୁଜରେ ଆମେ ଯୋଉ ଆବାସଟା ପାଇଲୁ ପୋଲିସ ଷ୍ଟେସନ ବି ଆମେ ମଧ୍ୟ ଜଣେଇଛୁ ଯେ ତାକୁ ମୁନିଆ ଯଦି ଗ୍ୟାପ ନହବ ତାହେଲେ ଆମ ଟିମଟା ଧରାରେ ପଡ଼ିଯିବ। ଏଇ ନ୍ୟୁଜଟା ଆମେ ପୋଲିସକି ଜଣେଇଛୁ। ଥାନାରେ ତଦନ୍ତ ଚାଲିଛି।